ଆଜିର ପ୍ରସଙ୍ଗରେ ଆମ ଓଡ଼ିଶାର ସ୍ୱାର୍ଥ ଦେଖନ୍ତୁ। ବର୍ତ୍ତମାନ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ପାଇଁ ଆନ୍ଧ୍ର ସରକାରଙ୍କୁ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି, ଯାହା ଫଳରେ ଆନ୍ଧ୍ର ସରକାର ବର୍ତ୍ତମାନ ପୋଲାଭରମ ପ୍ରକଳ୍ପ କରିପାରିବ। ଆପଣମାନେ ତ ଜାଣିଥିବେ ଗତ ଲୋକସଭା ନିର୍ବାଚନରେ ବିଜେପିର ସଂଖ୍ୟାଗରିଷ୍ଠତା ହ୍ରାସ ହେଲା, 240 ସିଟ୍ରେ ସୀମିତ ରହିଲା, ଯାହା ଫଳରେ ସେମାନଙ୍କୁ ଆଉ ସହଯୋଗୀ ଦଳର ଆବଶ୍ୟକତା ପଡ଼ିବା ହେତୁ ତେଲୁଗୁଦେଶମ ପାର୍ଟି ଚନ୍ଦ୍ରବାବୁ ନାଇଡୁଙ୍କ 16ଟି ସାଂସଦ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ ପାର୍ଟି 2 ଜଣ ସାଂସଦ, ଏମିତି 18 ଜଣ ସାଂସଦଙ୍କର ଆବଶ୍ୟକତା ବିଜେପିକୁ ପଡ଼ିଲା। ତେଣୁ ସେମାନେ ଏହି ତେଲୁଗୁଦେଶମ ପାର୍ଟିକି ସନ୍ତୁଷ୍ଟ କରିବାକୁ ଯାଇ ସବୁ ପ୍ରକାର ନିୟମ କାନୁନକୁ ଜଳାଞ୍ଜଳି ଦେଇ ଯେଉଁ ପୋଲାଭରମ ପ୍ରକଳ୍ପ ହେଲେ ଆମ ଓଡ଼ିଶାରୁ ଦାବି ଉଠୁଥିଲା ଯେ ଏହି ପ୍ରକଳ୍ପ ହେବା ଦ୍ୱାରା ଆମ ଓଡ଼ିଶାର ପ୍ରଭୁତ୍ୱ କ୍ଷତି ଘଟିବ, ଜନସାଧାରଣଙ୍କର ପ୍ରଭୁତ୍ୱ କ୍ଷତି ଘଟିବ, ଜନବସତି ବୁଡ଼ିଯିବ, ଅନେକ ଅଞ୍ଚଳ ଚାଷ ଜମି ନଷ୍ଟ ହେବ, ପରିବେଶ ପ୍ରାକୃତିକ ମଧ୍ୟ ଓଡ଼ିଶାର ସବୁ ନଷ୍ଟ ହୋଇଯିବ। ତେଣୁ ଏହି ବିବାଦ ଲାଗି ରହିଥିଲା ଯେତେବେଳେ ଏବଂ ଏହି ବିବାଦ ମଧ୍ୟ ଏପର୍ଯ୍ୟନ୍ତ ଲାଗି ରହିଥିଲା, କିନ୍ତୁ ଏହାକୁ ସବୁଜ ସଂକେତ ଦେଇ କେନ୍ଦ୍ର ସରକାର ଓଡ଼ିଶାର ବିଜେପି ସରକାରଙ୍କୁ ମୋର ଅନୁରୋଧ, ବର୍ତ୍ତମାନ ତୁରନ୍ତ ଏହି ପୋଲାଭରମ ପ୍ରକଳ୍ପକୁ ନେଇକି ଯଥାଶୀଘ୍ର ସେମାନେ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀକି ଭେଟନ୍ତୁ। ଏକତରଫା ନିଷ୍ପତ୍ତି ଆନ୍ଧ୍ର ସରକାର ନେଇଛନ୍ତି କେନ୍ଦ୍ର ସରକାର, ଯାହାଫଳରେ ଓଡ଼ିଶାର ପ୍ରଭୁତ୍ୱ କ୍ଷତି ଘଟିବ। ଯାଇକି ତୁରନ୍ତ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହକୁ ଭେଟିବା ଦରକାର ଏବଂ ପୋଲାଭରମ କ'ଣ ହେଲେ ଆମ ଓଡ଼ିଶାର କ'ଣ କ'ଣ କ୍ଷତି ହେବ ତାହାକୁ ସଠିକ୍ ଢଙ୍ଗରେ ଚିତ୍ରଣ କରିବା ଦରକାର, ଯାହାଫଳରେ ସେମାନେ ଆମ ଓଡ଼ିଶାର ଗମ୍ଭୀର ସମସ୍ୟା ଉପରେ ଆଲୋକପାତ କରିପାରିବେ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ହୁଏତ ପୋଲାଭରମ ପ୍ରକଳ୍ପକୁ ସ୍ଥଗିତ କରିପାରନ୍ତି କିମ୍ବା କିଛି ଅନ୍ୟ କିଛି ଉପାୟ ବାହାର କରିପାରନ୍ତି। କାରଣ ଆମ ଓଡ଼ିଶା 2024 ଲୋକସଭା ନିର୍ବାଚନ ଐତିହାସିକ ସଫଳତା କେନ୍ଦ୍ରର ବିଜେପି ସରକାରକୁ ଦେଇଛି। ପ୍ରଥମ ଥର ପାଇଁ ଓଡ଼ିଶାରେ 20 ଜଣ ସାଂସଦ ନିର୍ବାଚିତ ହୋଇଯାଇଛନ୍ତି, ଯାହାଫଳରେ ଆହୁରି ଯେଉଁ 240 ସିଟ୍ ବିଜେପି ସର୍ବମୋଟ ପାଇଛି ତା ମଧ୍ୟରୁ ଓଡ଼ିଶାର ଭାଗ 20। ତେଣୁ ଓଡ଼ିଶାର ଯଦି ଏହି 20 ଶାସନ ଅନ୍ୟ ବିଜେଡ଼ି କିମ୍ବା କଂଗ୍ରେସ ପାଇଥାନ୍ତା ତାହେଲେ କେନ୍ଦ୍ରରେ ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିନଥାନ୍ତେ। ତେଣୁ ଆମ ଓଡ଼ିଶାର ନେତାମାନେ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ଏହି ପୋଲାଭରମ ପ୍ରକଳ୍ପ ପାଇଁ ଆଉ କିଭଳି ଭାବେ ଏହାର ସମାଧାନର ରାସ୍ତା ବାହାରି ପାରିବ ତା ପାଇଁ ଯେନ ତେନ ପ୍ରକାରେ ଚେଷ୍ଟା କରିବା ଉଚିତ। ଏବଂ ଏଥର ବଜେଟରେ ଯେଉଁ ଆମର ଓଡ଼ିଶାର କିଛି ଭାଗ ନାହିଁ, ପ୍ରଥମ ଥର ପାଇଁ ଯେତେବେଳେ ଓଡ଼ିଶା ଭରସା ହେଲା କେନ୍ଦ୍ର ବିଜେପିକୁ, କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପାଇଁ ସାହାଯ୍ୟ କଲା, ସେହି ସମୟରେ ବର୍ତ୍ତମାନ ଆମ କେନ୍ଦ୍ର ବିଜେପି ଓଡ଼ିଶା ପାଇଁ ବଜେଟରେ କୌଣସି ପ୍ରାବଧାନ କରିନାହିଁ। ତେଣୁ ବଜେଟରେ ଆମ କିଭଳି ଭାବେ ଆମ ଓଡ଼ିଶାକୁ ଲାଭ ମିଳିପାରିବ, ତେଣୁ ଉଚ୍ଚସ୍ତରୀୟ ଶୀର୍ଷ ବିଜେପି ନେତା, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ସମସ୍ତ ଉଚ୍ଚସ୍ତରୀୟ ନେତାଙ୍କୁ ଭେଟ କରି ଆମ ଓଡ଼ିଶାର ସ୍ୱାର୍ଥକୁ ପ୍ରାଞ୍ଜଳ ଭାବରେ ସେମାନଙ୍କୁ ବୁଝାଇ ଆମ ଓଡ଼ିଶାର ସ୍ୱାର୍ଥ ପାଇଁ ଅର୍ଥ ମଞ୍ଜୁର କରିବା ସହିତ ପୋଲାଭରମ ପ୍ରକଳ୍ପରେ କିଭଳି ସମାଧାନର ରାସ୍ତା ବାହାରି ପାରିବ ସେ ବ୍ୟବସ୍ଥା କରିବା ଉଚିତ। ଯଦି ମୋର ଏଇଟା ହେଉଛି ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍, ଦୟାକରି ମୋର ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗେ ଦୟାକରି ଅନ୍ୟମାନଙ୍କୁ ସେୟାର କରିବେ, ନୂଆ ଥିଲେ ସବସ୍କ୍ରାଇବ୍ କରିବେ ଏବଂ ଲାଇକ୍ କମେଣ୍ଟ ନିଶ୍ଚିନ୍ତ ଦେବେ। ଧନ୍ୟବାଦ, ନମସ୍କାର।